जय जगन्नाथ। हरे कृष्ण। श्रीमद् भागवतम की जय। मु ओडिया श्रीमद् भागवत अति बड़ी जगन्नाथ दास प्रणीत श्रीमद् भागवत महापुराण पढ़िବାକୁ ଯାଉଛି। प्रथम स्कंद प्रथम अध्याय सूत मुनि को सौनकादि ऋषिंकर प्रश्न। प्रथम अध्याय प्रथम स्कंद। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। नमो नृसिंह चरण अनादि परम कारण। जाबिनु आदि मध्य अंत विचारे न घटे जगत। इंद्रिय अर्थ जे जानई स्वते जे नित्य प्रकाशई। आनंद मने वेद सार ब्रह्मारे जे कला आनंद मने वेद सार ब्रह्मारे जे कला विस्तार। ଯାହାର ରୂପ ହୃଦୟ ଚିନ୍ତି ବେଦ ପୁରୁଷ ନ ଜାଣନ୍ତି। ମୃତ୍ତିକା ବିକାର ଯେମନ୍ତ ଜଳରେ ହୁଅଇ କଳ୍ପିତ। ଜଳେ ଉତ୍ପଳ ବୁଦ୍ଧି କରି ମୃଗ ତୃଷ୍ଣାରେ ଯେହ୍ନେ ବାରି। ରୂପ ରୂପ ସ୍ଥିତି ତିନି ଯାର ଗୋଚରେ ଅନୁମାନି। ସ୍ୱଭାବେ ନୋହେ ସେ ତେମନ୍ତ ଏ ସଂଖ୍ୟା ଯୋଗୀଙ୍କର ମତ। ଆତ୍ମ ପ୍ରକାଶେ ସଦା ଥାଇ ନିରସ୍ତ କୁହୁ କବୋଲାଇ। ସତ୍ୟ ପରମାନନ୍ଦ ହରି ଯା ଭାବେ ଭବ ସତ୍ୟ କରି। ଏମନ୍ତ ସତ୍ୟ ରୂପ ଯାର ତାପଦେ ମୋର ନମସ୍କାର। ତାର ଚରଣେ ନିତ୍ୟ ଧ୍ୟାନ କରି ତରନ୍ତି ସାଧୁଜନ। ସେ କୃଷ୍ଣ ପାଦ ହୃଦୟ ଧରି ପ୍ରବନ୍ଧେ ଗୀତ ନାଦ କରି। ଅଶେଷ ଜନଙ୍କର ହିତେ କହଇ ଦାସ ଜଗନ୍ନାଥେ। ନିର୍ମଳ ମୁନିଙ୍କର ମତେ ହରିଚରିତ ଭାଗବତେ। କହିବି ଅଛି ଯେତେ ଗୁଣ ସୁଜନେ ସାବଧାନେ ଶୁଣ। କପଟ ଧର୍ମ ଜହି ନାହିଁ ପରମ ଶାସ୍ତ୍ର ଏ ବୋଲାଇ। ଯେ ସାଧୁ ମାୟା ବର୍ଜିତ ଶୁଦ୍ଧ କର୍ମ। ସେ ଧର୍ମ ଜହି ଅନୁମାନି ଏଣେ ସଂସାରେ ଯେଣେ ଜ୍ଞାନୀ। ସେ ଧର୍ମ ଜହି ଅନୁମାନି ଏଣେ ସଂସାରେ ଯେତେ ଜ୍ଞାନୀ। ନାହିଁ ତାହାଙ୍କ ଅହଙ୍କାର ସହିଷ୍ଣୁ ଭୂତେ ଦୟାପର। ତାଙ୍କ ବିଚାରେ ଧର୍ମ ଯେତେ ଶୁଣ କହିବା ଦୃଢ ଚିତେ। ଲକ୍ଷ ଅଲକ୍ଷ ଯେତେ ପ୍ରାଣୀ ବୋଧ ବିଚାରେ ପରିମାଣି। ସେ ବସ୍ତୁ ଅଛି ଜହି ପୁରୀ ଯାହା ଚିନ୍ତନ୍ତି ବ୍ରହ୍ମଚାରୀ। ଶ୍ରବଣ ମାତ୍ରେ ମୋକ୍ଷ ପାଇ ତାପ ତ୍ରିତୟ କ୍ଷୟ ଯାଇ। ହୃଦୟେ ବସଇ ତକ୍ଷଣ ଅନାଦି ପ୍ରଭୁ ନାରାୟଣ। ଏଣୁ ଅଧିକ ଅନ୍ୟ ଗ୍ରନ୍ଥେ କି ପ୍ରୟୋଜନ ଏ ଜଗତେ। ଏଣୁ ଏ ଭାଗବତ ଯେହି ଶ୍ରବଣ ମାତ୍ରେ ଭକ୍ତି ହୋଇ। ଏ ଭାଗବତର ମହିମା ଏ ଚିନ୍ତି ପାରେ ଗୁଣ ସୀମା। ସକଳ ଶାସ୍ତ୍ର ଫଳ ଏହି ଶ୍ରୀ ଭାଗବତ ନାମ ଯେହି। ସକଳ ବେଦ ହୋଇ ବୃକ୍ଷେ ଫଳ ଫଳିଲେ ନିରନ୍ତରେ। ସକଳ ବେଦ ହୋଇ ବୃକ୍ଷେ ଫଳ ଫଳିଲେ ଅନ୍ତରିକ୍ଷେ। କେତେ ହେଁ ଦିନ ପାଚି ତେଳେ କେତେ ହେଁ ଦିନେ ପାଚି ତଳେ। ବୃକ୍ଷ ପଡ଼ିଲେ ବାୟୁ ବଳେ। ଶୁକ ଧାଇଁଲେ ତାହା ଦେଖି ପକ୍ଷୀଙ୍କ ସଙ୍ଗ ତଉ ପେଖି। ତୋଷେ ଅଧରେ କ୍ଷତ କଲା ଭିତରେ ସୁରଙ୍ଗ ଦିଶିଲା। ତହୁଁ ଗଳିଲା ରସସାର କିଅ ବା ଦେବା ପଟାନ୍ତର। ଅମୃତ ନିନ୍ଦେ ସ୍ୱାଦୁପଣେ ସୃଜନେ ପିବ ଅନୁକ୍ଷଣେ। ଆନନ୍ଦେ କର ସୁଧାପାନ ଯେଣେ ପାଇବ ଦିବ୍ୟ ଜ୍ଞାନ। ଏ ରସ ଚାରି ବେଦ ମୂଳେ ଏ ରସ ଚାରି ବେଦ ମୂଳ ନିଗମ ବୃକ୍ଷର ଏ ଫଳ। ପିବ ଜୀବନ ଅନ୍ତ ଯାଏ ଯେବେ ବଞ୍ଚିବ ମାୟା ମୋହେ। ଏବେ ହୋ ଶୁଣ ସାବଧାନେ ହରିଚରିତ ଶୁଦ୍ଧ ମନେ। ସର୍ବଦେବଙ୍କ ରମ୍ୟ ସ୍ଥାନ ନାମ ତା ନୈମିଷ ଅରଣ୍ୟ।
କଳିର ଆଗମନ ଦେଖି ମୁନିଏ ସ୍ଥାନ ଉପଲକ୍ଷୀ ସୌନକ ଆଦି ମୁନିଗଣେ ମିଳିଲେ ନୈମିଷ ଅରଣ୍ୟେ କଳୁ ସେ ଭୟ କରି ମୁନିଏ ଏକାନ୍ତେ ବିଚାରି ସଂକଳ୍ପ କରି ଏକ ତୁଲେ ମହାସୁଯଜ୍ଞ ଆରମ୍ଭିଲେ ଜାଣନ୍ତି ଶୁଭ ପ୍ରଦବାଞ୍ଛା ସ୍ୱର୍ଗାଦି ଲୋକେ କଲେ ଇଚ୍ଛା ସକଳେ ମିଳି ପ୍ରାତଃ କାଳେ କର୍ମ ସମ୍ପାଦି ଅନଳେ ସକଳେ ମିଳି ପ୍ରାତଃ କାଳେ କର୍ମ ସମ୍ପାଦିଣ ଅନଳେ ସୁତ ମୁନିଙ୍କି ପୂଜା କରି ବସିଲେ ସକଳେ ଆବୋରି ସକଳ ମୁନି ଶୁଦ୍ଧ ମନେ ପୁଞ୍ଜିଲେ ଅମୃତ ବଚନେ ଋଷୟ ଉଚୁଃ हे ସୁତ ଶୁଣ ସାବଧାନେ ତୁମ୍ଭ ମହିମା ଅନୁମାନେ ସର୍ବପୁରାଣ ଇତିହାସ ଶୁଣିଲୁ ତୁମ୍ଭର ସକାଶ ସଂସାରେ ଧର୍ମ ଶାସ୍ତ୍ର ଯେତେ ସର୍ବଗୋଚର ତୁମ୍ଭ ମତେ ବେଦ ଋଷିଙ୍କ ମଧ୍ୟ ଶ୍ରେଷ୍ଠ ଯେ ବ୍ୟାସ ମୁନି ଉପନିଷ୍ଠ ତାହାଙ୍କ ଶିଷ୍ୟ ଅଟ ତୁମ୍ଭେ ଏକଥା ଭଲେ ଜାଣୁ ଆମ୍ଭେ ପୂର୍ବେ ଯେ ଥିଲେ ବହୁ ମୁନି ତାଙ୍କ ବଚନ ଅଛୁ ଶୁଣି ସକଳ ଶାସ୍ତ୍ର ତୁମ୍ଭ ତହିଁ ବେଦ ପୁରାଣେ ଯେତେ କହି ବ୍ୟାସଙ୍କ ଅନୁଗ୍ରହ ଘେନି ସକଳ ଶାସ୍ତ୍ରେ ତୁମ୍ଭେ ଜ୍ଞାନୀ ଦଇବେ ଅଛି ଏହି ମତ ଯେ ଶିଷ୍ୟ ଗୁରୁର ଭକତ ଶିଷ୍ୟ ଭକ୍ତିରେ ଦୟା ବହେ ସକଳ ଗୂଢ଼ ତତ୍ତ୍ୱ କହେ ଏଣୁ ବ୍ୟାସଙ୍କ ଶିକ୍ଷା ଯେତେ ପ୍ରକାଶ ଆରମ୍ଭ ଅଗ୍ରତେ ନିଶ୍ଚେ କାନ୍ତ ଶ୍ରେୟ ଯେତେ ଏ ଜୀବ ତରିବ ଯେ ମନ୍ତେ ଯେଣେ ତୁଟଇ ବିଷ୍ଣୁ ମାୟା କହ ଆମ୍ଭଙ୍କୁ ଯେବେ ଦୟା ଏ କଳି ଯୁଗେ ଯେତେ ପ୍ରାଣୀ ଅଳ୍ପ ଆୟୁଷ ପରିମାଣୀ ସ୍ୱଭାବେ ମନ୍ଦ ମତି ହୁନ୍ତି ପ୍ରାଣୀ କି ଉପଦ୍ରବ ଚିନ୍ତି ଯୁଗ ବ୍ୟବହାରେ ପରିମାଣୀ ସକଳ ଧର୍ମ ତୁମ୍ଭେ ଜାଣି ଯେ ଧର୍ମ ଶୁଭ ତୁମ୍ଭ ମତେ ତାର ଉଦ୍ଧାରୀ ସାର ଉଦ୍ଧାରୀ ଦୃଢ଼ ଚିତ୍ତେ କହ ସଂସାରେ ପ୍ରାଣୀଙ୍କର ଯେମନ୍ତେ ମାୟାରୁ ନିସ୍ତର ଯେଣେ ପ୍ରସନ୍ନ ହୋଇ ହରି ଏ ଜୀବ ଆତ୍ମାକୁ ଉଦ୍ଧାରି ତୁମ୍ଭେ ପ୍ରସନ୍ନେ ଯୋଗ ବଳେ ପ୍ରକାଶ କର ମହିତଳେ କି ପ୍ରୟୋଜନେ ଜଗନ୍ନାଥ ଦେବକୀ ଉଦରେ ସମ୍ଭୂତ ସେ ହେତୁ କହ ଶୁଦ୍ଧ ଚିତ୍ତେ ଆମ୍ଭେ ପଚାରୁ ଜନହିତେ ସଂସାରେ ଯାର ଅବତାର ପ୍ରାଣୀ ମଙ୍ଗଳ ବୁଦ୍ଧି କର ଜଗତ ତାରେ ସେ ଚରିତ ତୁମ୍ଭେ ତା ବର୍ଣ୍ଣନେ ସମର୍ଥ ଘୋର ସଂସାରେ ପ୍ରାଣୀ ପଡ଼ି ଆତ୍ମା ନିସ୍ତାର ପଥ ହୁଡ଼ି ଯାହାର ନାମ ଉଚ୍ଚାରିଲେ ସଂସାରୁ ତରି ଯାନ୍ତି ଭଲେ ଯେ ଭୟ ଜୀବ ତେଜ ହରେ ସେ ହରି ନାମ ଶୁଣି ଡରେ ଯାର ଚରଣ ଆଶ୍ରେ କରି ପବିତ୍ର ହୁଅନ୍ତି ବ୍ରହ୍ମଚାରୀ ଶୁଦ୍ଧ କରନ୍ତି ସର୍ବଜନେ ଗଙ୍ଗା ଯେ ସନେ ସ୍ନାନ ପାନେ ଯାହାର ଯଶ ପୁଣ୍ୟ ଶ୍ଲୋକେ ମୁଖେ ଭଣନ୍ତି ସର୍ବଲୋକେ କଳି କଳୁଷ ନ ଲାଗଇ କେବା ନ ତରେ ଏହା ଗାଇ ଯାଜସ ଗାଇ ମୁନି ଗଣେ ସୁଖେ ତରନ୍ତି ଭବ ବନେ ଯେ ହରି ବ୍ରହ୍ମାଣ୍ଡ ଭିତରେ ଲୀଳା ସାଗରେ ଅବତରେ ଯେ ହରି ବ୍ରହ୍ମାଣ୍ଡ ଭିତରେ ଲୀଳା ସରାଗେ ଅବତରେ ବିଶ୍ୱ ଉତ୍ପତ୍ତି ସ୍ଥିତି ନାଶ କି ରୂପେ କରେ ତା ପ୍ରକାଶ ମଚ୍ଛାଦି ଅବତାର ମାନ ଧରିଣ ପ୍ରଭୁ ଭଗବାନ ଆତ୍ମାର ଯୋଗ ମାୟା ବଳେ ବିହରେ ଅବନିମଣ୍ଡଳେ ସେ ହରି ସ୍ୱଚ୍ଛ ଶୁଭ କଥା କହ ହେ ସୁତ ଧର୍ମ ଜ୍ଞାତା ତାର ମହିମା ଶୁଣି ନିତ୍ୟେ ତୋଷ ନ ଲଭୁ ଆମ୍ଭେ ଚିତେ ଯିବା ଯେ ସନେ ସୁଧାରସ
ପିବନ୍ତେ ନୁହଁ ଇ ସନ୍ତୋଷ ଅନନ୍ତ ସଙ୍ଗେ ଥାଇ ହରି ଜଗତେ ଯେତେ କର୍ମ କରି କପଟେ ନର ରୂପ ଧରି ଅତି ମାନୁଷ କର୍ମ କରି କଳି ଆଗମ ଆମ୍ଭେ ଦେଖି ସକଳ ସମ୍ପଦ ଉପେକ୍ଷୀ ଏ ପୁଣ୍ୟ କ୍ଷେତ୍ରେ ଶୁଭ କର୍ମେ କୃଷ୍ଣର କଥା ଅନୁକ୍ଷଣେ କରିତରିବୁ ବିଷ୍ଣୁ ମାୟା ଓ ମୁନି ତୁମ୍ଭେ କର ଦୟା ଆମ୍ଭର ପୂର୍ବ ପୁଣ୍ୟ ଫଳେ ସଙ୍ଗ ହୋଇଲା ତୁମ୍ଭ ମେଳେ ଏ ଭୟଙ୍କର କଳି କାଳେ ଆମ୍ଭେ ଯେ ଅଛୁ ଭବ ଜଳେ ଏ ଜଳୁ ତୁମ୍ଭେ କର ପାର ବୋଇତେ ଯେହ୍ନେ କର୍ଣ୍ଣଧାର ଯେ ହରି ବ୍ରହ୍ମାଣ୍ଡ ବତ୍ସଳ ଯେ ହରି ବ୍ରାହ୍ମଣ ବତ୍ସଳ ସର୍ବଦେବଙ୍କ ଆଦିମୂଳ କବଚ ଯେହୁ ଧର୍ମ ଅଙ୍ଗେ ସୁଖେ ବିହରେ ନାନା ରଙ୍ଗେ କଳି ଆଗମେ ଭଗବାନ ଗମିଲେ ଆପଣା ଭୁବନ ଯେ ଧର୍ମ ସଂସାର ରଖିବ ସେ କାହିଁ ଶରଣ ପଶିବ ଏକଥା କହ ମୁନିବର ଆମ୍ଭ ସଂଶୟ ଯାଉ ଦୂର ଏମନ୍ତେ ନଈ ମିଶ ତୀର୍ଥେ ସୁତ ମୁନିଙ୍କର ଆଗ୍ରତେ ଏମନ୍ତେ ନଈ ମିଶ ତୀର୍ଥେ ସୁତ ମୁନିଙ୍କର ଅଗ୍ରତେ ସୌନକ ଆଦି ମୁନିଗଣେ ଯେ ପ୍ରଶ୍ନ କଲେ ଜଣେ ଜଣେ ନିର୍ମଳ ବିଷ୍ଣୁ ଚରିତ କୃଷ୍ଣ ବିଷୟ ଭାଗବତ ସୁଜନ ଜନଙ୍କର ହିତ କହଇ ଦାସ ଜଗନ୍ନାଥ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ପ୍ରଥମ ସ୍କନ୍ଧେ ନୈମିଷିକୋପାଖ୍ୟାନେ ସନକାଦି मुनि प्रश्नो नाम प्रथमोऽध्यायः। ग्रंथराज श्रीमद्भागवतम की जय। जय जगन्नाथ। हरे कृष्ण।